ଗାଁର ନାଁ ଚନ୍ଦନପୁର। ସେଠି ନଟିଆ, ଗେଣ୍ଡୁ, ନେଉଳ, ନବ, ଜଟିଆ, ବଂଶୀ ରହୁଥିଲେ। ସେଠି ହସ ମଜା ଝଗଡ଼ା ସବୁବେଳେ ଚାଲିଥିଲା। ଦିନେ ସକାଳ ସମୟରେ ନଟିଆ ଶୋଇଥିଲା। ତା ମା ମାଲତୀ କହିଲା, ଆରେ ବାବା ନଟିଆ ଉଠରେ, ସକାଳ 9ଟା ହେଲାଣି ପରା। ନଟିଆ ଖଟରେ ଶୋଇଥାଇ କହିଲା, ମା ଆଜି ମତେ ଭଲ ଲାଗୁନି, ଲାଗୁଛି ଥଣ୍ଡା ହେଇଛି ପରା। ହଁ, ରାତି 9ଟା ପର୍ଯ୍ୟନ୍ତ ମୋବାଇଲ ଦେଖିଲେ ଏମିତି ହୁଏ। ଜଟିଆ ରାଗରେ କହିଲା, ଆରେ ଗଧ, କାମ ଧନ୍ଦା କିଛି ନାହିଁ, ଦିନ ରାତି ପୂଜା ପଛରେ ଘୁରୁଛୁ। ସମସ୍ତେ ହସି ପକାଇଲେ। ଏ ସମୟରେ ବାହାରୁ ଗେଣ୍ଡୁ ଡାକିଲା, ଆରେ ନଟିଆ, ତୋ ପାଇଁ ବଡ଼ ଖବର। ଗେଣ୍ଡୁ ଏତିକି କହିଲା ପରେ ନଟିଆ ଦୌଡ଼ି ଆସିଲା। ଆରେ ଗେଣ୍ଡୁ, କଣ ହେଲା କି ରେ? ଗେଣ୍ଡୁ ଧୀରେ କହିଲା, ଆରେ ନଟିଆ, ସାରା ଗାଁକୁ ଫେରି ଆସିଛି। ଏହା ଶୁଣି ସମସ୍ତେ ଚୁପ୍ ହୋଇଗଲେ। ନବର ମୁହଁ ଗମ୍ଭୀର ହୋଇଗଲା, କାରଣ ରାଣା ହେଉଛି ଗାଁର ସବୁଠାରୁ ଦୁଷ୍ଟ ଲୋକ। ସେ ଚାଲ ଚଲି ନବର ପୁରୁଣା ପ୍ରେମ ଧନକୁ ବିବାହ କରିଥିଲା। ରାଗରେ ନବ କହିଲା, ଆରେ ସେ ଗାଁକୁ କଣ ପାଇଁ ଆସିଛି? ଗେଣ୍ଡୁ କହିଲା, ଆଲେ ଶୁଣିଛି ତାକୁ ଗୋଟେ ନୂଆ ପିଲା ହୋଇଛି। ଡାଙ୍ଗ ହସି କହିଲା, କେବେ ମିଠା ଖୁଆଇବାକୁ ଆସିଛି କି? ଏହା ଶୁଣି ସମସ୍ତେ ହସିଲେ, କିନ୍ତୁ ନବର ମନରେ କଷ୍ଟ। ସନ୍ଧ୍ୟା ସମୟରେ ଗାଁ ଛକରେ ସମସ୍ତେ ବସିଥିଲେ। ଠିକ୍ ସେହି ସମୟରେ ରାଣା ଗୋଟିଏ ବଡ଼ ଗାଡ଼ିରେ ଆସିଲା। ରାଣା ସହ ଧନ ଆଉ ଗୋଟିଏ କୁନି ପିଲା ମଧ୍ୟ ଆସିଥିଲା। ରାଣା ଗର୍ବରେ କହିଲା, ଆରେ କେମିତି ଅଛ ସମସ୍ତେ? ମୋ ଛୁଆକୁ ଦେଖ। ଆଧିଆ ଓ ଡମ୍ବୁରୁ ମଧ୍ୟ ରାଣା ସହିତ ଥିଲେ। ଗାଁ ଲୋକ ସମସ୍ତେ ସେମାନଙ୍କୁ ଦେଖି ଡରି ଯାଉଥିଲେ। ନଟିଆ ଧୀରେ ନବକୁ କହିଲା, ନବ କାକା, ଶାନ୍ତ ରୁହ, ଗୋଲମାଲ କରନି ଏବେ। କିନ୍ତୁ ରାଣା ନବକୁ ଦେଖି କହିଲା, ଆରେ କେମିତି ନବ, ଜୀବନରେ କଣ କିଛି ପାଇଲୁନି କିରେ? କିଛି ସମୟ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ରହିଗଲେ। ନବ ମୁଠା ବନ୍ଦ କରିଲା। ନବର ଗର୍ଲଫ୍ରେଣ୍ଡ ନବିତା ନବର ପାଖକୁ ଆସି କହିଲା, ନବକୁ ଜମା କେହି କିଛି କହିବେନି। ନବିତାକୁ ଦେଖି ଧନ ମଧ୍ୟ ମୁଣ୍ଡ ନୁଆଇ ରହିଗଲା। ନେକ୍ସଟ ପାର୍ଟ ପାଇଁ କମେଣ୍ଟ କର ଓ ସବସ୍କ୍ରାଇବ୍ କରିଦିଅ।